ଥରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଏକ ପିଲାକୁ ପଚାରିଲେ, ତୁମେ ଏ କ'ଣ କରୁଛ? ପିଲାଟି କହିଲା, ଭଗବାନଙ୍କ ଚିତ୍ର ଆଙ୍କୁଛି। ଶିକ୍ଷକ କହିଲେ, ଭଗବାନ କିପରି ଦେଖିବାକୁ? ଏହା ତ କେହି ଜାଣିନାହାନ୍ତି। ପିଲାଟି ଉତ୍ତର ଦେଲା, ଏବେ ମୋ ଚିତ୍ରକୁ ଦେଖି ସମସ୍ତେ ଜାଣିପାରିବେ ଯେ ଭଗବାନ କିପରି ଦେଖିବାକୁ। ଏହାକୁ କହନ୍ତି ବଡ଼ ଚିନ୍ତାଧାରା। ବଡ଼ ଚିନ୍ତାଧାରା ରଖିଥିବା ଲୋକ ଏହି ପିଲା ପରି ପୂର୍ଣ୍ଣ ବିଶ୍ୱାସ ସହିତ ଥାଆନ୍ତି ଓ ସେହି ଅନୁସାରେ କାମ କରନ୍ତି। ଉଚ୍ଚ କଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଆବଶ୍ୟକ ବିଶ୍ୱାସ ଓ ସାହସ। ଉଚ୍ଚ ଆଶା ପାଇଁ ପ୍ରଥମେ ନିଜ ଉପରେ ବିଶ୍ୱାସ ଦରକାର ଅଟେ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଣ ସକାରାତ୍ମକ ବିଶ୍ୱାସକୁ ସାଙ୍ଗରେ ନେଇ ଚାଲିବେ ଓ ସକାରାତ୍ମକ ତରଙ୍ଗକୁ ଅନୁଭବ କରିବେ। ଏଭଳି ଭାବରେ ଆପଣ ବଡ଼ ଚିନ୍ତାଧାରା ଦ୍ୱାରା ନିଜର ଉଚ୍ଚ ଆଶାକୁ ସାକାର କରିପାରିବେ। ଈଶ୍ୱରଙ୍କୁ ପାଇବି କେମିତି? ସନ୍ଥ ଫରିଦଙ୍କୁ ଜଣେ ପଚାରିଲା, ଈଶ୍ୱରଙ୍କୁ ପାଇବି କେମିତି? ଫରିଦ ନଈ କୂଳରେ ବସିଥିଲେ। ସେ କହିଲେ, ପ୍ରଥମେ ନଈରେ ଡୁବନ ମାରି ଆସ, ତାପରେ ତୁମକୁ କହିବି। ଲୋକଟି ନଈକୁ ଡୁବନ ମାରିବାକୁ ଗଲା। ପଛେ ପଛେ ଚାଲିଲେ ଫରିଦ। ଲୋକ ଜଣକ ନଈରେ ମୁଣ୍ଡ ବୁଡ଼ାଇଥିବା ବେଳେ ଫରିଦ ତାକୁ ମାଡ଼ି ବସି ତା ମୁଣ୍ଡକୁ ପାଣି ଭିତରେ ଚାପି ଧରିଲେ। ଫରିଦ ଥିଲେ ଜଣେ ମଜବୁତ ଲୋକ, କିନ୍ତୁ ପ୍ରଶ୍ନକର୍ତ୍ତା ଥିଲା ନିହାତି ଦୁର୍ବଳ। ତେଣୁ ସେ ପ୍ରାଣ ବିକଳରେ ଛାଟିପିଟି ହେବାକୁ ଲାଗିଲା। ହେଲେ ଫରିଦ ତାକୁ ଆହୁରି ଜୋରରେ ଚାପି ଧରିଲେ। କିଛି କ୍ଷଣ ଗଲା ପରେ ହଠାତ୍ ସେ ଲୋକ ନିଜର ସମସ୍ତ ଶକ୍ତି ଖଟାଇ ଫରିଦକୁ ଧକ୍କାଟିଏ ଦେଇ ବାହାରି ଆସିଲା ଏବଂ ନିଶ୍ୱାସ ନେବା ଲାଗି ନାକ ଓ ପାଟି ମେଳା କରି କୂଳ ଉପରେ ପଡ଼ିଗଲା। କିଛି ସମୟ ପରେ ସେ ପ୍ରକୃତିସ୍ଥ ହେଲା। ଏବେ ଫରିଦ ପଚାରିଲେ, ଉତ୍ତର ପାଇଲ ତ? ସେ ଲୋକ କିଛି ବୁଝିପାରିଲା ନାହିଁ। ଫରିଦ କହିଲେ, ଏବେ କୁହ, ଯେତେବେଳେ ମୁଁ ତୁମ ମୁଣ୍ଡକୁ ପାଣି ଭିତରେ ଚାପି ଧରିଥିଲି ସେତେବେଳେ ତୁମକୁ କେମିତି ଲାଗିଲା? ସେହି ବ୍ୟକ୍ତି କହିଲା, ମୁଁ ଭାବିଥିଲି ମୋର ମୃତ୍ୟୁ ନିଶ୍ଚିତ। ନିଶ୍ୱାସ ଓ ପ୍ରଶ୍ୱାସ ଲାଗି ପବନ ଟିକିଏ ନ ପାଇଲେ ଶ୍ୱାସରୁଦ୍ଧ ହୋଇ ମରିଯିବି। ଏବେ ଫରିଦ କହିଲେ, ପ୍ରଶ୍ୱାସରେ ପବନ ଟିକିଏ ପାଇବା ଲାଗି ତୁମେ ଯେମିତି ବିକଳ ହେଲ, ସେମିତି ଈଶ୍ୱରଙ୍କୁ ପାଇବା ଲାଗି ବିକଳତା ଜାତ ନହେଲେ ତାଙ୍କୁ ପାଇବା କଷ୍ଟକର। ଜୟ ଶ୍ରୀ ଜଗନ୍ନାଥ।